ଆଚ୍ଛା ଆପଣମାନେ ସବୁ ଦେଖିଥିବେ ଗୋଟେ ଗୋଟେ ଘରେ ଯେତେବେଳେ ମାନେ ଝିଅକୁ ଆଣନ୍ତି ବୋହୂ ରୂପରେ ସେତେବେଳେ କ'ଣ କୁହନ୍ତି ନା ଆପଣମାନେ କିଛି ବି ଆମକୁ ଦରକାର ନାହିଁ, ବାସ୍ ଗୋଟେ ସୂତା ଶାଢ଼ୀଟେ ପିନ୍ଧେଇକି ଗୋଟେ ଝିଅକୁ ବିଦା କରିଦେବେ, ଆମେ ତାକୁ ଝିଅ ଭଳି ଆମେ ରଖିବୁ। କିନ୍ତୁ ଯେତେବେଳେ ବାହା ହେଇ ସାରିଲା ପରେ ମାସେ କି 2 ମାସ ପରେ ଦେଖିବେ ସେତେବେଳେ ତାଙ୍କର ସବୁ ଷ୍ଟାର୍ଟ ହେଇଯିବ। ଫ୍ରିଜ୍ ଆଣିଲୁନୁ, ଗଡ଼ରେଜ୍ ଆଣିଲୁନୁ, ଡ୍ରେସିଂ ଟେବୁଲ୍ ଆଣିଲୁନୁ, କିଛି ବି ନେଇକି ଆସିନୁ, ତ ବାପ ଘର ସେମିତି ତ ବିଦା କରିଦେଇଛନ୍ତି। ଆଚ୍ଛା ତମର ଯଦି ଏତେ ଜିନିଷ ଦରକାର ତାହେଲେ ସେ ବାହାଘର ପୂର୍ବରୁ ତାଙ୍କ ବାପାଙ୍କୁ କହିଲେନି ଆମର କିଛି ବି ନାହିଁ, ଆଉ ଆମକୁ ଏତିକି ଜିନିଷ ଆମକୁ ଦେଇଦେଇଥାନ୍ତେ। ସେତେବେଳେ ଗୋଟେ ଝିଅକୁ ବାହା ହେଇସାରିଲା ପରେ ଆପଣମାନେ ସବୁ ଯେଉଁ ତାନା ସବୁ ଦେଉଛନ୍ତି, ଆମକୁ ଏଟା ଦରକାର ସେଟା ଦରକାର, ସେ ଝିଅଟା କେଉଁଠୁ ଆଣିକି ଦେବ? ତାଙ୍କ ଘରୁ ଆଣିକି ଦେବ। ତୁମର ଯଦି ଏତେ ତୁମର ଭିକାରୀ ତାହେଲେ ମାଗୁନ ସେଇଠି, ଏତେ ସବୁ ଆକ୍ଟିଂ କ'ଣ ପାଇଁ କରୁଛ? ଆପଣମାନଙ୍କୁ ଯଦି ଏ କଥାଟା ଭଲ ଲାଗିଥିବ, କାହା ଘରେ ସବୁ ହେଉଥିବ, ତାହେଲେ କମେଣ୍ଟରେ ଟିକେ ନିଶ୍ଚୟ ଟିକେ କହିବେ। ରଖୁଛି, ଜୟ ଜଗନ୍ନାଥ।